କୋଉଠି ଆସିଲା ତମର ବି ତମେ ସବୁ କାହିଁ ଲୁଚୁଛ ହଉ ଦୌଡୁଛ ତମକୁ ଲୋକ ଟିଭିରେ ଦେଖିବେ କାହିଁକି ଇଏ କରୁଛ। ଚାଲନ୍ତୁ ଭାଉଜ ଆଉ ଜଣେ ଜୟ ଜଗନ୍ନାଥ ନମସ୍କାର। କେମିତି ଅଛନ୍ତି ସମସ୍ତେ? ଭଲରେ ଥାନ୍ତୁ ସମସ୍ତେ। ମୁଁ ଭଲରେ ଅଛି। ଆମେ ସମସ୍ତେ ଭଲରେ ଅଛୁ। ଗୋଟେ ଛୋଟ ମିନି ବ୍ଲଗକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛୁ। ଆଜି ଗୋଟେ ବହୁତ ବଡ଼ ଜିନିଷ ଦେଖେଇବି। ନିହାତି ଭିଡ଼ିଓକୁ କଣ୍ଟିନ୍ୟୁ କରି ବହୁତ ବଡ଼ ଜିନିଷ ଦେଖିବେ ଆଉ ପରିସ୍ଥିତିକୁ ଆପଣ ନିଜେ ତର୍ଜମା କରିବେ। କୋଉଠି ଆସିଲା ତମର ବି ତମେ ସବୁ କାହିଁ ଲୁଚୁଛ ହଉ ଦୌଡୁଛ ତମକୁ ଲୋକ ଟିଭିରେ ଦେଖିବେ ତାଙ୍କ ସାଙ୍ଗରେ କାହିଁକି ଇଏ କରୁଛ। ବିଷୟ ପାଇଁ ମୁଁ ଆସିଛି କହିବି ସେଟା ଚାଲନ୍ତୁ ଭିତରେ ଯାଇକି ଦେଖଉଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ। ଏମିତି ବି କଥା ଅଛି, ଏମିତି ବି ଦୃଶ୍ୟ ଅଛି, ଏମିତି ବି ଅସହାୟ ଏବେ ବି ଅଛନ୍ତି ଲୋକ। ଚାଲନ୍ତୁ ସେ ଜାଗାକୁ ଯିବା। ଦେଖନ୍ତୁ ଇଏ ଗୋଟେ ଘର ଆପଣ ଦେଖିପାରୁଛନ୍ତି। ଏଠି ଗୋଟେ ଫ୍ୟାମିଲି ରହୁଥିଲେ। ଏଇଟା ଗୋଟେ ସାହି କିନ୍ତୁ ଏଠି ଗୋଟେ ଅତି ଗରିବ ପରିବାରଟିଏ ରହୁଥିଲେ। ତ ଚାଲନ୍ତୁ ଆମେ ଭିତରକୁ ଯିବା ଆଉ ଏଇ ଗରିବ ପରିବାରର ପୁରା ବିଷୟଟି ମୁଁ କହିବି। ଦେଖନ୍ତୁ ଏଇଟା ଆଗ ପଟ ଥିଲା ତାଙ୍କର ଦାଣ୍ଡ ଦୁଆର ଯୋଉ କହନ୍ତି, ଏଇଟା ତାଙ୍କର ଦାଣ୍ଡ ଦୁଆର ଥିଲା। ଏଠି ଲୋକ ମଦ ଫଦ ପିଇକି ପୁରା ଆଡା ଜମେଇଛନ୍ତି। ଦେଖନ୍ତୁ ଏଠି ପାଣି ପାଉଚ ପଡିଛି। ଏଠି ଇଲେକ୍ସନ ପାଇଁ କିଛି ଲୋକ ଏଠି ଆଡା ଜମାନ୍ତି। ଏଇ ଘର ଏଇଟା ହଉଛି ଆଗ ପଟ ଥିଲା, କେମିତି ଜଙ୍ଗଲ ହେଇଛି। ତେଣୁ ଏଇ ଘରଟା ଦେଖିଲେ ଏଇଟା ଗୋଟେ ବାହାର ଘର ଆଉ ଏଇଟା ତାଙ୍କର ଭିତର ଘର ଥିଲା। କବାଟ ଝରକା କିଛି ନାହିଁ, ଉଇ ଖାଇଯାଇଛି, କବାଟ ବି ନାହିଁ। ଏ ଘରେ ଗୋଟେ ମାଠିଆଟେ ପଡିଛି। ଏଇ ଘରେ କିଛି ଅସାମାଜିକ ଯୁବକ ଆସିକିରି ଏଠି ମଦ ପିଆ ପିଇ କରନ୍ତି। ଏଇ ଘରଟାରେ ଡର ବି ଲାଗୁଛି, ସାପ ସୁପା ଥିବେ। ଏଇଟା ତାଙ୍କର ଗୋଟେ ବେଡରୁମ ଥିଲା, ଯୋଉଟା ଆଜି ଦେଖନ୍ତୁ ଭୂତ କୋଠି ଭଳିଆ ଏଇ ଘରଟି ପଡିଛି। ଆଉ ଏଇ ବିଷୟରେ ଆପଣଙ୍କୁ ମୁଁ କହିବି। ଦେଖନ୍ତୁ ସରକାରଙ୍କର ଅନେକ ଯୋଜନା ରହିଛି, ଅନେକ ପ୍ରକାର ସହାୟତା ରହିଛି ସରକାରଙ୍କର ଗରିବ ମାନଙ୍କ ପାଇଁ। କିନ୍ତୁ ଏ ଗୋଟେ ବହୁତ ଗରିବ ପରିବାର, ଖଟିକି ଖାଉଥିଲେ। ତାଙ୍କର ପୁଅ ବି ନାହିଁ। ତାଙ୍କର ଗୋଟେ ପୁଅ ଥିଲା, ଡେଥ୍ କରି ଯାଇଛନ୍ତି। 3ଟି ଝିଅ ମାନେ ମଧ୍ୟ ବାହା ହେଇନାହାନ୍ତି। ସେ ମଉସା ମାଉସୀଙ୍କର କେହି ନାହାନ୍ତି। ତାଙ୍କର ଆର୍ଥିକ ଅବସ୍ଥା ତାଙ୍କୁ ଏଇ ଘରେ କିଛି ଲୋକ ରହିବାକୁ ଦେଲେନି। କିଛି ଦୁଷ୍ଟ ଚରିତ୍ର, କିଛି ଦୁଷ୍ଟ ପିଲାମାନେ ତାଙ୍କ ସାଙ୍ଗରେ ଲାଗିଲେ। ତାଙ୍କ ଦ୍ୱାରେ ତାଙ୍କୁ ଡରେଇବା ପାଇଁ, ଯେହେତୁ ବହୁତ ଗରିବ ପରିବାରଟିଏ ଥିଲେ, ଛେଳି ଗାଈ ରଖେଇଥିଲେ। ସେଇଥିରୁ ସେ ଯାହା କିଛି ତାଙ୍କର ସେଇଥିରୁ ଇନକମ୍, ସେଇଥିରେ ସେ ଯାହା ଲୁଣ ଭାତ କରିକି ଚଳୁଥିଲେ। ତାଙ୍କର ଏଇଠି ଶଗଡ଼ ଚକା 2ଟି ମଧ୍ୟ ରହିଛି। ଦେଖନ୍ତୁ ଶଗଡ଼ ଚକା ରହିଛି। ଚାଷୀ ବନ୍ଦୀ ଘର ଯେହେତୁ ଥିଲେ, ଏଇ ଆଗ ସାଇଟରେ ଏଇଟା ରହିଛି। ଦେଖନ୍ତୁ ଘର ଦୁଆରେ ଲେମ୍ବୁ କଣ୍ଟା ମାରିକି ଏମିତି ବିଭିନ୍ନ ପ୍ରକାର ଜିନିଷ ତାଙ୍କୁ ହଇରାଣ ହରକତ କଲେ। ବାରମ୍ବାର ସେ ସକାଳୁ ଉଠିକି ଦେଖିବେ ବହୁତ ଝାଡା ପରିସ୍ରା ଭର୍ତ୍ତି କରିକି ଆଟିକାରେ ଥୁଅନ୍ତି। ତାଙ୍କୁ ବହୁତ ହଇରାଣ କଲେ, ଏଠି ରଖେଇ ଦେଲେନି ତାଙ୍କୁ। ବହୁତ ଗରିବ ପରିବାର ସେମାନେ ଥିଲେ। ଝିଅ 3ଟି ଆଉ ସେ ମଉସା ମାଉସୀ ତାଙ୍କୁ ଏଠି ରଖେଇ ଦେଲେନି। ରାତି ପାଇଲା ବେଳକୁ ତାଙ୍କ ଦ୍ୱାରେ କଞ୍ଚା ଲଙ୍କା ଲେମ୍ବୁ ସବୁ କଣ୍ଟା ମରା ହେଇକି ଥିବ, ଯେମିତି ତନ୍ତ୍ର ମନ୍ତ୍ର ଗୁଣି କରାଯାଏ। କିଛି ଦୁଷ୍ଟ ଲୋକ ତାଙ୍କ ସହିତ ପିଲାମାନେ ରାତିରେ ଏମିତି କାର୍ଯ୍ୟ କରନ୍ତି ଏବଂ ଝାଡା ଫେରିକି ଗୋଟେ ଗୋଟେ ମାଠିଆରେ ମାଟି ଜାଗା ପାତ୍ରରେ ରଖି ଦିଅନ୍ତି। ବହୁତ ହନ୍ତସନ୍ତ ସେମାନଙ୍କୁ କଲେ। ସେମାନେ କିଛି ଦିନ ଏଠି ବହୁତ କଷ୍ଟରେ ଜୀବନଯାପନ କଲା ପରେ ଘର ଛାଡ଼ିକି ସେମାନେ ଚାଲିଗଲେ। ଏବେ ଭଡ଼ାରେ ଅଛନ୍ତି। ମୁଁ ସେମାନଙ୍କ ସହିତ ଭେଟିଥିଲି। ସେତେବେଳେ ମୁଁ ଗାୟତ୍ରୀ ଯଜ୍ଞରେ ମିଶିଥିଲି, ତେଣୁ ମୋ ପାଖରେ ଫୋନ୍ ନଥିଲା। ସେ ମୋତେ କହିଥିଲେ ସବୁ ତାଙ୍କର ଦୁଃଖ କଥା। ବହୁତ ଅସହାୟ ଅବସ୍ଥାରେ ଅଛି। କିନ୍ତୁ ଯୋଉମାନଙ୍କ ପାଖରେ ସବୁ ସାମର୍ଥ୍ୟ ଅଛି, ସେମାନଙ୍କ ପାଖରେ ସରକାର ସହାୟତା ଅଛି। କିନ୍ତୁ ଯୋଉ ଲୋକ ପ୍ରକୃତରେ ସରକାର ସହାୟତା ପାଇବା କଥା, ଯୋଉମାନଙ୍କର ଘର ଟିକେ ମିଳିବା କଥା, ଚାଉଳ ମିଳିବା କଥା, ଭତ୍ତା ମିଳିବା କଥା, ସେମାନଙ୍କ ପାଖରେ ପହଞ୍ଚି ପାରୁନି। ଦେଖନ୍ତୁ ଆପଣ ଦେଖିଲେ ଏଇଟା ଗୋଟେ ଭିତର, ବହୁତ କଷ୍ଟରେ ସେଇ ଘରଟିକି ନେଇଥିଲେ। ଏଇ ଜାଗାଟିକି ମଧ୍ୟ ସେ ବିକ୍ରି କରିବେ ବୋଲି ମୋ ସାଙ୍ଗରେ କଥା ହେଇଛନ୍ତି। ଆଉ ଏଇ ଜାଗାଟିକି ବିକ୍ରି କରିବେ। ମୁଁ ମଧ୍ୟ ଆଶାବାଦୀ ଅଛି ଯେ ଏଇ ଜାଗାଟିକି ମୁଁ କିଣିବା ପାଇଁ ତାଙ୍କ ସାଙ୍ଗରେ କଥା ହେଲି। ଏଇ ଘରଟିକି ଏଇଟା ଆପଣ ଦେଖନ୍ତୁ, ସେଇ ପର୍ଯ୍ୟନ୍ତ ଯୋଉ ବାଉଁଶ ରହିଛି, ସେ ଯୋଉ ବାଉଁଶ ବୁଦା ରହିଛି, ଏଇଠୁ ନେଇକିରି ଏପର୍ଯ୍ୟନ୍ତ ଏ ଜାଗା। ଆଗରେ ମନ୍ଦିର ଅଛି, ମହାଦେବଙ୍କ ମନ୍ଦିର, ବିଶ୍ୱନାଥ ମନ୍ଦିର। ଏଠି ସବୁ ଛାଇ ରହୁଛି, ଏଠି ଗାଡ଼ି ରହୁଛି, ଏମିତି ସବୁ କଥା। ତ ଏଇ ଜିନିଷଟା ଆପଣ ଦେଖିଲେ ନା।
आगपटे भी जगह अच्छी तेणु से मत कहले जगह टी आम बिक्री करूँ बोली मुझे कहली कथा टी सिक्रेट रख मु आ गोटे थर आसूची से जगह टी नेबी यहाँ हूँ आग जगह जंगल छाटी हो जाए बहुत साप रोच जंतुता यही अवस्था मु कहली जगह टी तुम बिक्री कला चल रही डर प्रबल तांकर रही आपड़ देखिले आम ए बाहरी जावा कथा हम मुझे से कबाट देखो कबाट जो झरका केमती अच्छी तो से कहले जे जगह टी बिक्री कला से अन्य गोटे जगार जगह किणवे तेणु मुझे कथा ए विषय आमर सिक्रेट रही मुझे कारण भिडियोटी समस्ते देखुं मुझे कथा देती जगहटी नेबी एमती कथा किंतु ये भिडियो मोटी जदि से पाखे पहुँचे पहुँचे तो मु चाहूँगी कि ये भिडियोटी एत मात्रा शेयर करूँ जे जो सहायताटा गरीब मान पाखे पहुँचवा दरकार किंतु गरीब माने सतरे पाऊना जी खाइला सी खाइला जी पाइला सी पाइला किंतु जो गरीब असहाय लोक रही से आज भी कांदुंट एगुड़ा जो अनुध्यान करते सरकार आपको जदि स्वतंत्र भाव यार कौन पदक्षेप नियंते या हुए तो परिवारटा थैथान हो जाते ये परिवारटा दिओली दिमुठा खाइबा को पाते तो एतिकी मो भिडियो माध्यम कहबार था कहली चलते आउ कि आपन को देखा एटा देखो मंदिर विश्वनाथ मंदिर ये आगे कूह अच्छी ये भोजी भात हुए तो एपटे बारीटा तो आपन को देखी एपटे जो बारी रही से बारी के अब जीवानी टाइम ना यहाँ मंदिर तो ये आम घर को जीवा एटा साईर शेष भाग रही आठी तो गाड़ी देखिले रही तो यहाँ साईर लास्ट घर यहाँ देखु एटा से घर गोटे बखरा छात से माने दुईटा रूम अच्छी ता भितर तो यू अच्छी एपर्यंत एपटे गोटे साई अच्छी एटा आग पटरा जो जंगल है देखो एमती साईटा देखा तो यहाँ द्वार थिला लास्ट देखिले जगह को तो ये चलते आम घर को जीवा चंदू मुझे आसिक पहुँचली घरे यहाँ ये गोटे रूम देखीदे एपटे आ गोटे रूम देखी नियंतु गला चलतु ऊपर को जीवा घर सब कौन कौन करुचु माँ तार कौन भाजुची छतुआ भाजुचु माँ तार छतुआ भाजवा चलई ये कौन भाजिकी रखी आउ छता चलई छतुआ तो ये ऊपर को जीवा चल मुझे पहुँची गली ऊपर आपको कही आगुरी भी घर काम चली पूरा कंप्लीट है खाली पोटी फोटी हो जाए एसी फेसी सिस्टम सब हो जाए आम खाली गोटे टेम्परारी एठी मजा मस्ती करूँ एमती गोटे खटटे पकईकी गरम दिन टिके गड़ू ग्लास फ्लास लगी खाली कलर रहा आउ किछि काम रहा तो एमती सब देखिले रूमटा बहुत बड़ अच्छी आउ एपटे आम छाड़ी दीचु जगह छाड़ीचु यहाँ देखु झरकार देखिले पूरा बैकग्राउंडटा ये देखा धई लगुच यहाँ गोटे रूम देखु तो ये भी कंप्लीट काम सब है अधा अधी सब कम हो पुणी कम गुड़िक रही एपटे आम ग्लास लगे देचु ऊपर भी घर अच्छी तो यहाँ सीढ़ी ऊपर को जावाई देखिले तो बालकोनी जीवा आम पलैसले बालकोनी बहुत बड़ा अच्छे बालकोनी एपटा देखा देखिले बाहर दृश्य तो यही टाइप देखा को आम घर एटा ऊपर घर मुझे देखा एपटे देखा एमती तो गाँ पूरा देखा साई एमती देखा बहुत ही सुंदर गाँ चलते भितर को जीवा तो तले अच्छी माँ आम ऊपर तो एते सीढ़ी उठा संभव नुह तो देखिले घरे आहुरी बहुत किछि काम होबो बहुत किछि आहुरी आइडिया अच्छी बहुत किछि लगे बहुत किछि आ खास करके यही ऊपर कामटा परे कहबी यही फ्लोर टाकू तो
ଛାଡ଼ନ୍ତୁ ନିହାତି କହିବି ତ କମ୍ପ୍ଲିଟ୍ ହେଇଯାଉ ପ୍ରଥମେ ବହୁତ ଗୁଡ଼ାଏ ଜିନିଷ କରିବାର ଅଛି ବହୁତ କିଛି ଏଇଟା ବି ଖର୍ଚ୍ଚ ବି ବହୁତ ଆହୁରି ଆଗକୁ ଅଛି ଏମିତି ସବୁ କଥା ତ ଚାଲନ୍ତୁ ଏସବୁ ତ ଥିଲା ଗୋଟେ ଖୁସିର କଥା ମୁଁ ଆସିଥିଲି ତ ଗାଁରେ କିଛି କାମ ଥିଲା ବହୁତ କିଛି ପ୍ରୋସେସ୍ରେ ଆମକୁ ଯିବାକୁ ପଡ଼ୁଛି ଯେଉଁଗୁଡ଼ା ଆମକୁ ସବୁ ରେଡ଼ି କରିବାକୁ ପଡ଼ୁଛି ଯେଉଁ ସବୁ ଜିନିଷ ଗୁଡ଼ିକ ପରେ ମଧ୍ୟ ତା ବିଷୟରେ ଖୁଲାସା କରିବା କିନ୍ତୁ ମୋତେ ବହୁତ ଦୁଃଖ ଥିଲା ମନରେ କି ଯେଉଁ ମାଉସୀ ମୋତେ ବହୁତ ବାଧ୍ୟ କରିଥିଲେ କି ଝିଅ ଏଇଭଳିଆ ଦୁଃଖ ଏଇଭଳିଆ କାରଣ ସବୁବେଳେ ଗୋଟେ ଆମ ପରିବାର ତାଙ୍କୁ ସପୋର୍ଟ ଦେଇ ଆସୁଥିଲା ସେ ବେଶୀ ଆମ ଘରେ ଗୋଟେ ବସବାସ କରୁଥିଲେ ଆମ ଘରୁ ଗୋଟେ ପ୍ରକାର ସପୋର୍ଟ ପାଉଥିଲେ ସାହି ସାରା ଲୋକ ବି ତାଙ୍କୁ ବହୁତ ଇଏ କରୁଥିଲେ ତ ଏମିତି ଗୋଟେ ଗରିବ ପରିବାରଟେ ଏଇଠୁ ସେଇଠୁ ହାଣ୍ଡି ଚୁଲି ଧରିକି ଗୋଟେ ଅସହାୟ ଲୋକ ସେ ମଉସା ଆଉ ପାରୁନାହାନ୍ତି ଖଟେଇ ପାରୁନାହାନ୍ତି ଗୋଟେ ପରିବାରକୁ କିଛି ହୀନ ଚରିତ୍ରର ପିଲା କିଛି ଦୁଷ୍ଟ ଚରିତ୍ରର ପିଲା ଯେଉଁମାନେ ତାଙ୍କୁ ସମ୍ପୂର୍ଣ୍ଣ କାରଣ ସେ ଯେତେବେଳେ ଦିଅନ୍ତି ଏଇସବୁ ନା ତାଙ୍କୁ ଗାଳି ସେମାନେ ଗାଳି ଦିଅନ୍ତି ତ ତାଙ୍କୁ ଗାଳି ପାଇଁକା ତାଙ୍କୁ ହଇରାଣ କରିବା ପାଇଁ ଗୋଟେ ମଜା ନେବା ପାଇଁ କିଛି କ୍ୟାରେକ୍ଟରଲେସ୍ କିଛି ବେକାରୀ ଯୁବକ କିଛି ମଦ୍ୟପ ଯୁବକମାନେ ତାଙ୍କ ଦ୍ୱାରା ଏସବୁ ରଖନ୍ତି ଝାଡ଼ା କରିକି ପରିସ୍ରା କରିକି ବହୁତ ହଇରାଣ କଲେ ଯେଉଁଥିପାଇଁ ସେ ଘର ଛାଡ଼ିକି ପଳେଇଲେ କିନ୍ତୁ ଆଜି ଦି ଓଳି ଦି ମୁଠା ପାଉନି ଆଉ କିନ୍ତୁ ଏଇଟା ସତ କଥା ଏଇଟା କି ଗୋଟେ ପରିବାରକୁ ଯେତେବେଳେ ଅନାଥ କରି ଦିଆଯାଉଛି ଗୋଟେ ପରିବାରକୁ ଯେତେବେଳେ ବେଘର କରି ଦିଆଯାଉଛି ସେ ଯେଉଁ ମଉସା ମାଉସୀ କାନ୍ଦୁଛନ୍ତି ତାଙ୍କର ଯେଉଁ ଏଇଠୁ ଯନ୍ତ୍ରଣା ବାହାରୁଛି ସେଇ ଯୁବକମାନଙ୍କର କଦାପି ବି ଭଲ ହେବନି ବହୁତ କଷ୍ଟ ପାଇବେ ବହୁତ କଷ୍ଟ ଯେଉଁଟାର ପ୍ରାୟଶ୍ଚିତ ବି ନଥିବ ଛାଡ଼ନ୍ତୁ ଏତିକି କହିବି କି ଏଇଭଳି ପରିବାର ଏଇଟା ମୋ ଗାଁଟି ଆପଣ ଜାଣିଛନ୍ତି ଖୋର୍ଦ୍ଧା ଜିଲ୍ଲାରେ ପାଇକ ପୁଅ ଖୋର୍ଦ୍ଧା ଜିଲ୍ଲା କହିଲେ ବିଶ୍ୱସ୍ତରରେ ସ୍ଥାନ ପାଇଥାଏ ତେଣୁ ଆମେ କ୍ଷତ୍ରିୟ ପରିବାର ତେଣୁ ଆମେ ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଜିଲ୍ଲା ଆପଣ ଜାଣିଥିବେ ଶୁଦ୍ଧ ଓଡ଼ିଆ ପିଓର ଓଡ଼ିଆ ସବୁଠୁ ପାଇକ ପୁଅର ଏରିଆ ତେଣୁ ମୋ ଗାଁ ବହୁତ ବଢ଼ିଆ ବହୁତ ବଡ଼ ଗାଁ ଏଇଟା ଗାଁ ଆପଣ କହିପାରିବେନି ମୋ ଗାଁକୁ ଯଦି ବୁଲିବେ ପ୍ରତ୍ୟେକ ଜାଗାରେ ମନ୍ଦିର ଅଛି ଏମିତି ବିଭିନ୍ନ ପ୍ରକାର ଜିନିଷ ଏ ଗାଁରେ 50ଟା ବାହାଘର ଗୋଟେ ଦିନରେ ହେଇପାରିବ ଆଉ ବହୁତ ଏଠି କଳାକାର ଅଛନ୍ତି ବହୁତ ଶିକ୍ଷିତ ଅଛନ୍ତି ବହୁତ ଉଚ୍ଚ ପଦପଦବୀରେ ଲୋକ ଅଛନ୍ତି ବହୁତ ରାଜନେତ୍ରୀ ମଧ୍ୟ ଅଛନ୍ତି ଏବଂ ବହୁତ ବଡ଼ ଗାଁଟିଏ ତେଣୁ ଏଠି କବି ବି ଅଛନ୍ତି ତେଣୁ ଆଉ କେତେବେଳେ ଏସବୁ କଥା ହେବା ଛୋଟ ମୋର ଗାଁଟି କିନ୍ତୁ ବହୁତ ବଡ଼ କିନ୍ତୁ ଏଇ ଗାଁକୁ ଏମିତି କି ନାହିଁ କିଛି ନାହିଁ କି କେହି ଆସିନାହାନ୍ତି ତେଣୁ ଆଜି ଏଇ ଭିଡ଼ିଓ ମାଧ୍ୟମରେ ଆପଣ ଯେଉଁ ଗରିବ ପରିବାରଟି ବିଷୟରେ ଦେଖିଲେ ତାକୁ ଯଦି ଅନୁଧ୍ୟାନ ସରକାର କରନ୍ତି ଯଦି ସେଇମାନଙ୍କୁ ଥଇଥାନ କରାଯାଏ ହୁଏତ ସେଇ ପରିବାରଟି ବସିଯିବେ ଏଇ ଖୋର୍ଦ୍ଧା ଜିଲ୍ଲାରେ ମୋ ଗ୍ରାମ